ଏକ ନଦୀର କଳ୍ପନା କରନ୍ତୁ ଯାହା ସିଧା ବହି ଯାଉ ଯାଉ ହଠାତ୍ ଯେମିତି କୌଣସି କାନ୍ଥରେ ବାଢ଼େଇ ହେଲା ପରି ନିଜର ରାସ୍ତା ବଦଳାଇ ଦିଏ। ଆଉ ରାସ୍ତା ବଦଳାଏ ମାନେ ଏମିତି ସେମିତି ନୁହେଁ, ପୁରା 90 ଡିଗ୍ରୀରେ ମୁଡ଼ି ହୋଇଯାଏ। ଏହା କୌଣସି ଜ୍ୟାମିତି ବହିର ଚିତ୍ର ନୁହେଁ, ବରଂ ଓଡ଼ିଶାର ଏକ ବାସ୍ତବତା। ହଁ। ଆଜି ଆମେ ସେହିଭଳି ଏକ ନଦୀର ଗଭୀର ଅନୁଶୀଳନ କରିବା, ଯାହାର ନାମ ବୈତରଣୀ। ଆଉ ଆମର ଏହି ଯାତ୍ରାର ପଥ ପ୍ରଦର୍ଶକ ହେଉଛି ଦ ଗୋନାସିକା କାରେଣ୍ଟ ଅ ପ୍ରୋଫାଇଲ୍ ଅଫ୍ ଦ ବୈତରଣୀ ରିଭର ନାମକ ଏକ ବିସ୍ତୃତ ବିବରଣୀ। କିନ୍ତୁ ଆଜି ଆମେ କେବଳ ତଥ୍ୟ ଉପରେ କଥା ହେବାନି, ଆମେ ଚେଷ୍ଟା କରିବା ଏହି ନଦୀର ଚରିତ୍ରକୁ ବୁଝିବାକୁ। ଚରିତ୍ରକୁ? ହଁ। ଗୋଟିଏ ପଟେ ଏହା ଜୀବନଦାତ୍ରୀ, ଆଉ ଅନ୍ୟପଟେ ଏହାର ଏକ ପୌରାଣିକ ପରିଚୟ ବି ଅଛି, ଯାହା ମୃତ୍ୟୁ ସହିତ ଜଡ଼ିତ। ଆଚ୍ଛା, ଏ ଦୁଇଟା ଭିତରେ ଥିବା ରହସ୍ୟ? ଠିକ୍, ସେହି ରହସ୍ୟକୁ ଆଜି ଆମେ ଖୋଜିବା। ବହୁତ ଭଲ। ଏହା କେବଳ ଭୂଗୋଳ ନୁହେଁ, ଏହା ପଛରେ ଗୋଟେ ଦର୍ଶନ ବି ଲୁଚି ରହିଛି। ହଁ। ତେବେ ଚାଲନ୍ତୁ ଏହି ବିବରଣୀର ପୃଷ୍ଠା ଓଲଟାଇବା ଆଉ ବୈତରଣୀର ସ୍ରୋତରେ ନିଜକୁ ସାମିଲ କରିବା। ତାର ଉତ୍ସ ଗୋଣାସିକାରୁ ଆରମ୍ଭ କରି ବଙ୍ଗୋପସାଗର ପର୍ଯ୍ୟନ୍ତ। ତେବେ ପ୍ରତ୍ୟେକ କାହାଣୀର ଗୋଟେ ଆରମ୍ଭ ଥାଏ। ଏହି ବିବରଣୀ ଅନୁସାରେ ବୈତରଣୀର ଆରମ୍ଭ ହେଉଛି କେନ୍ଦୁଝର ଜିଲ୍ଲାର ଗୋନାସିକା ପାହାଡ଼ରୁ। ଗୋନାସିକା? ହଁ, ନାଁଟା ହିଁ କେତେ ଅଦ୍ଭୁତ, ଯାହାର ଅର୍ଥ ଗାଈର ନାକ। କୁହାଯାଏ ପାହାଡ଼ ଭିତରୁ ଗୋମୁଖ ଆକାରର ଏକ ସ୍ଥାନରୁ ପାଣି ବାହାରୁଛି। ଆଉ ଏହି ଉତ୍ସ ହିଁ ନଦୀର ସବୁଠାରୁ ବଡ଼ ପରିଚୟକୁ ସ୍ଥିର କରେ। କେମିତି? ଏହା ଏକ ବର୍ଷାପୁଷ୍ଟ ନଦୀ। ଏହି ଶବ୍ଦଟି ଶୁଣିବାକୁ ସାଧାରଣ ଲାଗିପାରେ, କିନ୍ତୁ ଏହାର ଅର୍ଥ ବହୁତ ଗଭୀର। ମାନେ? ଏହାର ଅର୍ଥ ଗଙ୍ଗା ବା ଯମୁନା ପରି ଏହାର ଜୀବନ ହିମାଳୟର ବରଫ ଉପରେ ନିର୍ଭର କରେ ନାହିଁ। ଏହାର ସମ୍ପୂର୍ଣ୍ଣ ଅସ୍ତିତ୍ୱ ଆକାଶରୁ ବର୍ଷୁଥିବା ପାଣି ଉପରେ ନିର୍ଭରଶୀଳ। ଓହୋ, ତାହେଲେ ଏହାର ନିଜର କୌଣସି ସ୍ଥାୟୀ ଜଳଭଣ୍ଡାର ନାହିଁ? କିଛି ନାହିଁ। ତାହେଲେ ଏହାର ଅର୍ଥ ହେଲା ଏହି ନଦୀର ଗୋଟେ ଦ୍ୱୈତ ଚରିତ୍ର ଅଛି। ଏକଦମ। ଯେତେବେଳେ ମୌସୁମୀ ଆସେ ସେତେବେଳେ ଏହା ଜୀବନ ପାଇ ଉଗ୍ର ରୂପ ଧାରଣ କରେ, କିନ୍ତୁ ଗ୍ରୀଷ୍ମ ଋତୁରେ ପୁରା ଶାନ୍ତ, କ୍ଷୀଣ ହୋଇଯାଏ। ଏହା ତ ଗୋଟିଏ ନଦୀ ଭିତରେ ଦୁଇଟି ଅଲଗା ଅଲଗା ନଦୀର କାହାଣୀ ପରି ଲାଗୁଛି। ଠିକ୍ କହିଲେ। ଏହା ଏକ ପରିବର୍ତ୍ତନଶୀଳ ନଦୀ, ଆଉ ସେହି ଅଞ୍ଚଳର ଲୋକମାନେ ନଦୀର ଏହି ଦୁଇଟି ରୂପ ସହିତ ହଜାର ହଜାର ବର୍ଷ ଧରି ନିଜକୁ ଖାପ ଖୁଆଇ ଚାଲିଛନ୍ତି। ସେମାନେ ଜାଣନ୍ତି କେତେବେଳେ ନଦୀ ସେମାନଙ୍କ ପାଇଁ ବରଦାନ, ଆଉ କେତେବେଳେ ଅଭିଶାପ ପାଲଟିପାରେ। ଏହି ବିବରଣୀରେ ଦିଆଯାଇଥିବା 365 କିଲୋମିଟର ଲମ୍ବର ଯାତ୍ରାଟି କେବଳ ଦୂରତା ନୁହେଁ, ଏହା ସମୟ ସହିତ ନଦୀର ବଦଳୁଥିବା ମିଜାଜର ମଧ୍ୟ ଏକ ମାପଦଣ୍ଡ। ଏହାକୁ ଏକ ପୂର୍ବବାହୀ ଉପଦ୍ୱୀପୀୟ ନଦୀ ବୋଲି ମଧ୍ୟ କୁହାଯାଇଛି। ଏହାର ଅର୍ଥ ତ ସରଳ। ହଁ, ଉପଦ୍ୱୀପୀୟ ମାଳଭୂମିରୁ ବାହାରି ପୂର୍ବକୁ ବୋହିଯାଏ। କିନ୍ତୁ ଏହାର ଗତିପଥ ସେତେ ସରଳ ନୁହେଁ, ଯୋଉଠିକୁ ଆମେ ଏବେ ଆସୁଛେ। ହଁ, ଏବେ ଆସିବା ସେହି ବିନ୍ଦୁକୁ ଯାହା ବୈତରଣୀକୁ ଅନ୍ୟ ନଦୀମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା କରିଦିଏ। ଗୋଟିଏ ମିନିଟ୍, 90 ଡିଗ୍ରୀ ମାନେ ପୁରା ସମକୋଣ ପରି? ହଁ। ଏହା କେମିତି ସମ୍ଭବ? ମୁଁ ଭାବୁଥିଲି ନଦୀମାନେ ଧୀରେ ଧୀରେ ଉଲନ୍ତି, ଏକ ବକ୍ରରେଖା ପରି, କିନ୍ତୁ ଏକ ଗାଡ଼ି ହଠାତ୍ ଡାହାଣକୁ ମୁଡ଼ିଲା ପରି ଏକ ନଦୀ କେମିତି ମୁଡ଼ିପାରିବ? ଆପଣଙ୍କର ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କାରଣ ଏହା ଏକ ଅତ୍ୟନ୍ତ ବିରଳ ଭୌଗୋଳିକ ଘଟଣା। ଏହାର କାରଣ ହେଉଛି ସେ ଅଞ୍ଚଳର ଭୂତତ୍ତ୍ୱୀୟ ଗଠନ। ଭାବନ୍ତୁ, ନଦୀଟି ଉତ୍ତର ଦିଗକୁ ବହିଯାଉଥିଲା, କିନ୍ତୁ ତା ରାସ୍ତାରେ ଏକ ଅତି କଠିନ ଶିଳାର ପାହାଡ଼ ଛିଡ଼ା ହେଲା। ଆଚ୍ଛା। ପାଣି ସେହି ପଥରକୁ କାଟି ଆଗକୁ ଯାଇପାରିଲା ନାହିଁ। ତାହେଲେ ପାଣି ନିଜ ପାଇଁ ଏକ ସହଜ ରାସ୍ତା ଖୋଜିଲା। ଠିକ୍ ସେୟା। ପାଣି ସବୁବେଳେ କମ୍ ପ୍ରତିରୋଧର ରାସ୍ତା ଖୋଜେ। ସେହି ସମୟରେ ପୂର୍ବ ଦିଗରେ ଥିବା ଭୂମି ଅପେକ୍ଷାକୃତ ନରମ ଥିଲା, କିମ୍ବା କ'ଣ କହନ୍ତି, ସେଠାରେ ଏକ ଭୂ ଆନ୍ଦୋଳନଜନିତ ଫାଲ୍ଟ ବା ଫଲ୍ଟ ଲାଇନ୍ ଥାଇପାରେ। ଓହୋ। ତେଣୁ ସମ୍ପୂର୍ଣ୍ଣ ନଦୀଟି ନିଜର ମୂଳ ରାସ୍ତା ଛାଡ଼ି ହଠାତ୍ ପୂର୍ବ ଦିଗକୁ ମୁହାଁଇଲା। ଏହା ଗୋଟିଏ ଦିନରେ ତ ହୋଇନଥିବ? ନା, ଏଥିପାଇଁ ହଜାର ହଜାର ବର୍ଷ ଲାଗିଛି, କିନ୍ତୁ ଭୌଗୋଳିକ ମାନଚିତ୍ରରେ ଏହା ଏକ ଆକସ୍ମିକ ମୋଡ଼ ପରି ଦେଖାଯାଏ। ଆଉ ଏହି ଗୋଟିଏ ମୋଡ଼ ପୁରା ଅଞ୍ଚଳର ଚିତ୍ର ବଦଳି ଦେଇଥିବ। ଏକଦମ। କେବଳ ନଦୀର ଗତିପଥ ନୁହେଁ। ଆପଣ କହିଲେ ଏହା ଭୂଗୋଳ ସମ୍ବନ୍ଧୀୟ ପରୀକ୍ଷାଗୁଡ଼ିକରେ ଏକ ଚର୍ଚ୍ଚିତ ପ୍ରସଙ୍ଗ। ଏହା ମୋତେ ଆଶ୍ଚର୍ଯ୍ୟ କରୁନାହିଁ। ଏହା ତ ପ୍ରକୃତିର ଏକ ଜୀବନ୍ତ ଉଦାହରଣ। ତାହେଲେ ଏହି ମୋଡ଼ ପରେ ନଦୀଟି କେଉଁ ଆଡ଼କୁ ଯାଏ ଏବଂ କେଉଁମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରେ? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏହି ମୋଡ଼ ପରେ ହିଁ ବୈତରଣୀ କେନ୍ଦୁଝରର ପାହାଡ଼ିଆ ଅଞ୍ଚଳରୁ ବାହାରି ସମତଳ ଭୂମିକୁ ପ୍ରବେଶ କରେ। ଆଚ୍ଛା। ଏହାପରେ ଏହା ଯାଜପୁର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହୁଏ। ଏହି 4ଟି ଜିଲ୍ଲା ହିଁ ବୈତରଣୀର ପ୍ରକୃତ କର୍ମକ୍ଷେତ୍ର। ଆଉ ଏକ ମଜାଦାର କଥା ହେଉଛି, ନିଜେ ଯାତ୍ରାର ଆରମ୍ଭରେ
ଏହା ଓଡ଼ିଶା ଏବଂ ଝାଡ଼ଖଣ୍ଡ ମଧ୍ୟରେ ଏକ ପ୍ରାକୃତିକ ସୀମାରେଖା ଭାବରେ ମଧ୍ୟ କାମ କରେ। ଆଉ ଏହି ବିବରଣୀରେ ଏହାର ଅବବାହିକା କ୍ଷେତ୍ର ବିଷୟରେ କୁହାଯାଇଛି ପ୍ରାୟ 12,190 ବର୍ଗ କିଲୋମିଟର। ଏହି ସଂଖ୍ୟାଟା ଏତେ ବଡ଼ ଯେ ହଁ, କଳ୍ପନା କରିବା ଟିକେ କଷ୍ଟକର। ଏହାକୁ ସରଳ ଭାଷାରେ କେମିତି ବୁଝିହେବ? ଏହାକୁ ଏପରି ଭାବନ୍ତୁ, ଏହି 12,190 ବର୍ଗ କିଲୋମିଟର ଅଞ୍ଚଳରେ ଯେଉଁଠି ବି ବର୍ଷା ହୁଏ, ସେହି ପାଣିର ପ୍ରତ୍ୟେକ ବୁନ୍ଦା ଶେଷରେ ଯାଇ ବୈତରଣୀରେ ହିଁ ମିଶେ। ଓହୋ, ମାନେ ଏହା ଏକ ବିଶାଳ ନେଟୱାର୍କ। ଏକଦମ। ଏହି ବିବରଣୀରେ କିଛି ଉପନଦୀର ନାମ ଦିଆଯାଇଛି: ସାଣନ୍ଦୀ, ମାତାଇ, କାଞ୍ଝାରୀ, ଖଇରୀ। ଆରଡେଇ, କୁସେଇ, ମୁଷଳ। ହଁ, ଏମାନେ ସମସ୍ତେ ଗୋଟିଏ ବଡ଼ ପରିବାରର ସଦସ୍ୟ, ଯାହାର ମୁଖ୍ୟା ହେଉଛି ବୈତରଣୀ। ଉଦାହରଣ ସ୍ୱରୂପ ସାଳନ୍ଦୀ ନଦୀ ବିଷୟରେ ତ ଆମେ ଜାଣୁ। ତା ଉପରେ ହଦଗଡ଼ ଡ୍ୟାମ୍ ଅଛି, ଯାହା ଭଦ୍ରକ ଜିଲ୍ଲା ପାଇଁ ଜଳସେଚନରେ ଏକ ପ୍ରମୁଖ ଉତ୍ସ। ଠିକ୍। ତାମାନେ ଉପନଦୀଗୁଡ଼ିକ କେବଳ ପାଣି ଦିଅନ୍ତି ନାହିଁ, ସେମାନଙ୍କର ନିଜର ସ୍ୱତନ୍ତ୍ର ଅର୍ଥନୈତିକ ଗୁରୁତ୍ୱ ମଧ୍ୟ ରହିଛି। ଏକଦମ ଠିକ୍। ଏହି ସମସ୍ତ ଉପନଦୀଙ୍କ ଜଳକୁ ଏକାଠି କରି ବୈତରଣୀ ଏକ ଶକ୍ତିଶାଳୀ ନଦୀରେ ପରିଣତ ହୁଏ। ଆଉ ଏଇଠି ଆରମ୍ଭ ହୁଏ ନଦୀର ସେହି ଦ୍ୱୈତ ଚରିତ୍ରର ପ୍ରକୃତ ଖେଳ। ଏହା ଏକ ଆଶ୍ଚର୍ଯ୍ୟଜନକ ବିରୋଧାଭାସ, ନୁହେଁ କି? ଯେଉଁ ନଦୀକୁ ଆମେ ଜୀବନରେଖା କହୁଛୁ, ତାହା କୃଷି, ପାନୀୟ ଜଳ ଯୋଗାଉଛି, କିନ୍ତୁ ଯେତେବେଳେ ପ୍ରବଳ ବର୍ଷା ହୁଏ ସେତେବେଳେ ସେହି ଜୀବନରେଖା ହିଁ ବିପଦର ରେଖାରେ ପରିଣତ ହୋଇଯାଏ। କାରଣ ଏହା ବର୍ଷାପୁଷ୍ଟ ନଦୀ, ଏହାର ଜଳଧାରଣ କ୍ଷମତା ସୀମିତ। ଅତ୍ୟଧିକ ବର୍ଷା ହେଲେ ଏହାର ଜଳସ୍ତର ଦ୍ରୁତଗତିରେ ବଢ଼ିଯାଏ ଏବଂ ତଳିଆ ଅଞ୍ଚଳରେ, ବିଶେଷକରି ଯାଜପୁର ଓ ଭଦ୍ରକରେ, ଏହା ବନ୍ୟାର କାରଣ ପାଲଟିଯାଏ। ଘର, ଦ୍ୱାର, ଫସଲ ସବୁକିଛି ଜଳମଗ୍ନ ହୋଇଯାଏ। ତେଣୁ ଯେଉଁ ନଦୀ ଜୀବନ ଦିଏ, ସେହି ନଦୀ ବେଳେବେଳେ ସବୁକିଛି ଛଡ଼ାଇ ନେବାର କ୍ଷମତା ମଧ୍ୟ ରଖେ। କିନ୍ତୁ ଏହି ବିବରଣୀରେ ଗୋଟେ ସକାରାତ୍ମକ ଦିଗ ବିଷୟରେ କୁହାଯାଇଛି ଯେ ବନ୍ୟା ସମୟରେ ନଦୀ ନିଜ ସହିତ ଉର୍ବର ପଟୁମାଟି ଆଣିଥାଏ। ହଁ, କିନ୍ତୁ ସତ କହିବାକୁ ଗଲେ ଯେଉଁ ଚାଷୀର ଘର ଭାସି ଯାଉଛି, ତା ପାଇଁ ସେହି ମୁହୂର୍ତ୍ତରେ ମାଟିର ଉର୍ବରତା କେତେ ଗୁରୁତ୍ୱ ରଖେ? ଏହା କ'ଣ ପ୍ରକୃତରେ ସକାରାତ୍ମକ? ଏହା ଏକ ଅତ୍ୟନ୍ତ ବାସ୍ତବବାଦୀ ପ୍ରଶ୍ନ। ସ୍ୱଳ୍ପକାଳୀନ ଦୃଷ୍ଟିର ଦେଖିଲେ ବନ୍ୟା ଏକ ବିପର୍ଯ୍ୟୟ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ପ୍ରକୃତିର ଦୃଷ୍ଟିକୋଣରୁ ଦେଖିଲେ ଏହା ଏକ ପୁନର୍ଜୀବନ ପ୍ରକ୍ରିୟା। ହଜାର ହଜାର ବର୍ଷ ଧରି ଏହି ପ୍ରକ୍ରିୟା ଚାଲିଆସିଛି। ଆଚ୍ଛା। ବନ୍ୟା ଯୋଗୁଁ ହିଁ ଏହି ସମତଳ ଅଞ୍ଚଳ ଏତେ ଉର୍ବର ହୋଇପାରିଛି। ଯଦି ବନ୍ୟା ନ ଆସିବ, ତେବେ ଧୀରେ ଧୀରେ ଜମିର ଉର୍ବରତା କମିଯିବ। ଏହା ଏକ କଠୋର ସତ୍ୟ। ତେବେ ସେଠାକାର ଲୋକମାନେ ଏହି ବିପଦପୂର୍ଣ୍ଣ ସନ୍ତୁଳନ ସହିତ ବଞ୍ଚିବା ଶିଖିଯାଇଛନ୍ତି। ହଁ, ଏହା ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହିସବୁ ଆଲୋଚନା ଭିତରେ ଆମେ ନଦୀର ଆଉ ଗୋଟେ ପରିଚୟକୁ ଭୁଲିଯିବା ଉଚିତ ନୁହେଁ। କେଉଁ ପରିଚୟ? ଏହାର ଭୌଗୋଳିକ ଗୁରୁତ୍ୱ ତ ଅଛି, କିନ୍ତୁ ଭାରତୀୟ ସଂସ୍କୃତିରେ ବୈତରଣୀର ଏକ ସ୍ୱତନ୍ତ୍ର ସ୍ଥାନ ଅଛି। ନିଶ୍ଚିତ ଭାବରେ। ଏହାର ସେହି ପୌରାଣିକ ଦିଗ ମଧ୍ୟ ଅଛି। ହିନ୍ଦୁ ପୁରାଣ ଅନୁସାରେ ବୈତରଣୀ ହେଉଛି ସେହି ନଦୀ ଯାହା ପୃଥିବୀ ଏବଂ ଯମଲୋକ ମଧ୍ୟରେ ପ୍ରବାହିତ ହୁଏ। ଓହୋ। ମୃତ୍ୟୁ ପରେ ଆତ୍ମାକୁ ଏହି ନଦୀ ପାର କରିବାକୁ ପଡ଼େ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ବୈତରଣୀ ପାରି ହେବା କଥାଟା ଏତେ ପ୍ରଚଳିତ? ହଁ, ଯାହାର ଅର୍ଥ ଜୀବନର ସବୁଠାରୁ କଠିନ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହବା। ଏହା କେତେ ଆଶ୍ଚର୍ଯ୍ୟର କଥା। ଯେଉଁ ନଦୀକୁ ପୁରାଣରେ ମୃତ୍ୟୁ ଆଉ କଷ୍ଟ ସହ ଯୋଡ଼ାଯାଏ, ବାସ୍ତବରେ ତାହା ହିଁ ଲକ୍ଷ ଲକ୍ଷ ଲୋକଙ୍କୁ ଏହି ଲୋକରେ ଜୀବନ ଦେଉଛି। ଠିକ୍। ଗୋଟିଏ ନଦୀର ଦୁଇଟି ସମ୍ପୂର୍ଣ୍ଣ ବିପରୀତ ପରିଚୟ। ଗୋଟିଏ ପାରଲୌକିକ, ଅନ୍ୟଟି ଲୌକିକ। ଆପଣ ଏକଦମ ଠିକ୍ କହିଲେ। ଭୂଗୋଳ ଏବଂ ସଂସ୍କୃତି ଏଠାରେ ଏକାଠି ମିଶିଯାଇଛନ୍ତି। ଏହା ହିଁ ବୈତରଣୀର ପ୍ରକୃତ ପରିଚୟ। ତେବେ ଗୁନାସିକାରୁ ବାହାରି 90 ଡିଗ୍ରୀର ମୋଡ଼ ନେଇ ବୈତରଣୀ ନିଜ ଯାତ୍ରାର ଶେଷ ପର୍ଯ୍ୟାୟରେ ପହଞ୍ଚେ। ହଁ, ଆଉ ଏଠାରେ ସେ ଏକା ନଥାଏ। ନିଜ ଯାତ୍ରାର ଶେଷ ଭାଗରେ ଧାମରା ନିକଟରେ ଏହା ଓଡ଼ିଶାର ଆଉ ଏକ ପ୍ରମୁଖ ନଦୀ ବ୍ରାହ୍ମଣୀ ସହିତ ମିଳିତ ହୁଏ। ଦୁଇଟି ବିଶାଳ ନଦୀର ସଙ୍ଗମ। ହଁ, ଏକ ଅଦ୍ଭୁତ ଦୃଶ୍ୟ ସୃଷ୍ଟି କରେ। ଏହି ମିଳିତ ଜଳଧାରା ହିଁ ଶେଷରେ ଯାଇ ବଙ୍ଗୋପସାଗରରେ ପଡ଼େ। ଏହା କେବଳ ଦୁଇଟି ନଦୀର ମିଳନ ନୁହେଁ, ଏହା ଏକ ସୃଜନର ଆରମ୍ଭ ମଧ୍ୟ। ଏହି ବିବରଣୀରେ ତ୍ରିକୋଣଭୂମି ଗଠନ ବିଷୟରେ କୁହାଯାଇଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ନଦୀ ଯେତେବେଳେ ସମୁଦ୍ରରେ ମିଶେ, ତାର ଗତି ବହୁତ କମିଯାଏ। ଠିକ୍ ଅଛି। ଫଳରେ ନିଜ ସହିତ ବୋହି ଆଣିଥିବା କୋଟି କୋଟି ଟନ୍ ପଟୁମାଟି ସେହି ଉପକୂଳବର୍ତ୍ତୀ ଅଞ୍ଚଳରେ ଜମା କରିଦିଏ। ଆଉ ସେଇଠିରୁ ନୂଆ ଭୂମି ସୃଷ୍ଟି ହୁଏ। ହଁ,
ଏହି ପ୍ରକ୍ରିୟା ହଜାର ହଜାର ବର୍ଷ ଧରି ଚାଲିବା ପରେ ତ୍ରିକୋଣ ଭୂମି ବା ଡେଲ୍ଟାର ସୃଷ୍ଟି ହୁଏ। ଏହା ଏକ ନୂଆ ଭୂମିର ନିର୍ମାଣ। ମାନେ ବୈତରଣୀ କେବଳ ଜମିକୁ ଜଳ ଦିଏ ନାହିଁ, ଏହା ନିଜେ ନୂଆ ଭୂମି ମଧ୍ୟ ସୃଷ୍ଟି କରେ। ଏକଦମ। ଆଜି ଆମେ ଯେଉଁ ଭିତରକନିକା ଏବଂ ତାର ଆଖପାଖ ଅଞ୍ଚଳ ଦେଖୁଛୁ, ତାହା ଏହିପରି ନଦୀମାନଙ୍କର ହିଁ ଅବଦାନ। ନଦୀ ଏଠାରେ ନିଜର ଯାତ୍ରା ଶେଷ କରେ, କିନ୍ତୁ ଏକ ନୂଆ ପରିବେଶ ତନ୍ତ୍ରକୁ ଜନ୍ମ ଦେଇ। ଠିକ୍। ତେବେ ଆଜିର ହିଁ ବିସ୍ତୃତ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଲା, ବୈତରଣୀ କେବଳ ଏକ ଜଳଧାରା ନୁହେଁ, ଏହା ଏକ ଜୀବନ୍ତ, ପରିବର୍ତ୍ତନଶୀଳ ସତ୍ତା। ହୁଁ। ଗୋନାସିକାର ଶାନ୍ତ ଉତ୍ସରୁ ବାହାରି 90 ଡିଗ୍ରୀର ଅସମ୍ଭବ ମୋଡ଼ ନେଇ ବନ୍ୟା ଓ ବରଦାନର ଖେଳ ଖେଳି ପୁରାଣ ଓ ବାସ୍ତବତା ମଧ୍ୟରେ ସେତୁ ବାନ୍ଧି ଶେଷରେ ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଉ ଏହି ସବୁ କଥା ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟତର ପ୍ରଶ୍ନ ପାଖରେ ଆଣି ଛିଡ଼ା କରାଉଛି। କେଉଁ ପ୍ରଶ୍ନ? ଆମେ ଆଲୋଚନାର ଆରମ୍ଭରୁ କହି ଆସୁଛୁ ଯେ ବୈତରଣୀର ସମ୍ପୂର୍ଣ୍ଣ ଅସ୍ତିତ୍ୱ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ହଁ। ଆଜିର ଦୁନିଆରେ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଏକ ବାସ୍ତବତା ଏବଂ ମୌସୁମୀ ଅନିୟମିତ ହେବାରେ ଲାଗିଛି, ସେତେବେଳେ ଏହି ନଦୀର ଭବିଷ୍ୟତ କ'ଣ? ଏହା ଏକ ଗମ୍ଭୀର ଚିନ୍ତାର ବିଷୟ। ହଁ, ଯଦି ବର୍ଷା କମିଯାଏ, ତେବେ ଏହି ଜୀବନରେଖା ଶୁଖିଯାଇପାରେ। ଆଉ ଯଦି ଅତ୍ୟଧିକ ବର୍ଷା ହୁଏ, ତେବେ ଏହାର ବନ୍ୟା ଆହୁରି ଭୟଙ୍କର ରୂପ ନେଇପାରେ। ଏହା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ଗୋଟିଏ ନଦୀ ଯାହା ହଜାର ହଜାର ବର୍ଷ ଧରି ପ୍ରକୃତିର ନିୟମରେ ଚାଲି ଆସିଛି, ମାନବକୃତ ଜଳବାୟୁ ପରିବର୍ତ୍ତନର ସାମ୍ନା କରି ସେ ନିଜର ଚରିତ୍ର ବଦଳାଇବ କି? ଆଉ ଯଦି ବଦଳାଏ? ଆମେ ସେଥିପାଇଁ କେତେ ପ୍ରସ୍ତୁତ? ଏହି ପ୍ରଶ୍ନର ଉତ୍ତର ହିଁ ବୋଧହୁଏ ବୈତରଣୀ ଅବବାହିକାର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଆଉ ଏହି ଚିନ୍ତା ସହିତ ହିଁ ଆମର ଯଦି ଆପଣ କେବେ ଉତ୍ତର ଓଡ଼ିଶା ଦେଇ ଯାଇଥିବେ, ମାନେ ବିଶେଷ କରି ମୟୂରଭଞ୍ଜରୁ ବାଲେଶ୍ୱର, ତେବେ ଆପଣ ନିଶ୍ଚୟ ଏକ ନଦୀ ପାର ହୋଇଥିବେ। ହଁ, ହୁଏତ ବେଶୀ ଧ୍ୟାନ ଦେଇନଥିବେ, କାରଣ ଏଇଟା ମହାନଦୀ କି ବ୍ରାହ୍ମଣୀ ପରି ସେତେ ବଡ଼ ନୁହେଁ। କିନ୍ତୁ କ'ଣ ଆପଣ ଜାଣିଛନ୍ତି, ସେହି ନଦୀ କୂଳରେ ଓଡ଼ିଶାର ସବୁଠାରୁ ପୁରୁଣା ମାନବ ସଭ୍ୟତାର କାହାଣୀ ଲୁଚି ରହିଛି? ଏଇଟା ହିଁ ତ ସବୁଠୁ ବଡ଼ କଥା। ଆଜି ଆମେ ସେହି ନଦୀ ବୁଢ଼ାବଳଙ୍ଗର ଗଭୀରକୁ ଯିବା। ଆମ ପାଖରେ ଥିବା ତଥ୍ୟକୁ ନେଇ ଆମର ଉଦ୍ଦେଶ୍ୟ ହେଉଛି ଏହାର ପ୍ରକୃତ ପରିଚୟକୁ ଖୋଜିବା। କେବଳ ଏକ ନଦୀ ନୁହେଁ, ବରଂ ଏକ ସଭ୍ୟତାର ଜୀବନରେଖା ଭାବରେ। ଏକଦମ। ଆଉ ଏହା ହିଁ ସବୁଠାରୁ ମଜାଦାର କଥା। ଅନେକ ସମୟରେ ଆମେ ଛୋଟ ଦେଖାଯାଉଥିବା ଜିନିଷର ତାର ଗଭୀରତାକୁ ଅଣଦେଖା କରିଦେଉ। ବୁଢ଼ାବଳଙ୍ଗ ସେଇଭଳି ଏକ ନଦୀ ଯାହାର କାହାଣୀ ତାର ଆକାରଠାରୁ ବହୁତ ବଡ଼। ତେବେ ଚାଲନ୍ତୁ ସେହି କାହାଣୀର ଆରମ୍ଭରୁ ହିଁ ଆରମ୍ଭ କରିବା। ଏହି ନଦୀର ଯାତ୍ରା ପ୍ରକୃତରେ କେଉଁଠୁ ଆରମ୍ଭ ହୁଏ? ଏହାର ଜନ୍ମ କେଉଁଠି? ଏହାର ଜନ୍ମସ୍ଥାନ ହେଉଛି ଓଡ଼ିଶାର ମୁକୁଟ, ଆମ ଶିମିଳିପାଳ ମାଳଭୂମି ଜିଲ୍ଲାର ସେହି ଘଞ୍ଚ ଜଙ୍ଗଲ ଆଉ ପାହାଡ଼ ଭିତରୁ ହିଁ ବୁଢ଼ାବଳଙ୍ଗର ପ୍ରଥମ ଧାରା ବାହାରିଥାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା, କାରଣ ଏହାର ଅର୍ଥ ହେଲା ଶିମିଳିପାଳର ଜଙ୍ଗଲ ଯେତେ ସୁସ୍ଥ ରହିବ, ବୁଢ଼ାବଳଙ୍ଗର ସ୍ୱାସ୍ଥ୍ୟ ସେତେ ଭଲ ରହିବ। ଏକଦମ। ଆଉ ଗୋଟେ କଥା ହେଲା, ଏହା ଏକ ବର୍ଷାପୁଷ୍ଟ ନଦୀ। ଗୋଟେ ମିନିଟ୍, ବର୍ଷାପୁଷ୍ଟ ବା ରେନଫେଡ୍, ଏହାର ପ୍ରକୃତ ଅର୍ଥ କ'ଣ? ଏଇଟା ନଦୀର ଚରିତ୍ରକୁ କିପରି ପ୍ରଭାବିତ କରେ? ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ହିମାଳୟରୁ ବାହାରିଥିବା ନଦୀ ଯେମିତିକି ଗଙ୍ଗା, ସେମାନଙ୍କ ପାଖରେ ଗୋଟେ ଫିକ୍ସ ଡିପୋଜିଟ୍ ଅଛି, ତାହା ହେଲା ବରଫ। ହଁ। ଖରାଦିନେ ବି ସେହି ବରଫ ତରଳି ସେମାନଙ୍କୁ ପାଣି ଦିଏ। କିନ୍ତୁ ବୁଢ଼ାବଳଙ୍ଗ ଭଳି ଉପଦ୍ୱୀପୀୟ ନଦୀମାନେ ଦୈନିକ ମଜୁରୀ ଉପରେ ଚଳନ୍ତି। ଯେତେବେଳେ ମୌସୁମୀ ଆସିବ, ବର୍ଷା ହେବ, ସେତେବେଳେ ହିଁ ଏମାନଙ୍କ ପାଖକୁ ପାଣି ଆସିବ। ତେଣୁ ଏହାର ଜଳସ୍ତର ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଖରାଦିନେ ଏହା ଶାନ୍ତ, କ୍ଷୀଣ ହୋଇଯାଏ, କିନ୍ତୁ ବର୍ଷା ଦିନେ ଏହାର ରୂପ ପୁରା ବଦଳିଯାଏ। ଏହା ତ ବଡ଼ ଆଶ୍ଚର୍ଯ୍ୟଜନକ କଥା। ଅର୍ଥାତ୍ ଏହାର ଦୁଇଟି ପୁରା ଅଲଗା ଚେହେରା। ଆଉ ଗୋଟେ କଥା ମୋତେ ଦ୍ୱନ୍ଦ୍ୱରେ ପକାଉଛି, ଏହାର ଲମ୍ବ ମାତ୍ର 175 କିଲୋମିଟର। ହଁ, କିନ୍ତୁ ଏହାର ଜଳଗ୍ରହଣ କ୍ଷେତ୍ର ମାନେ କ୍ୟାଚମେଣ୍ଟ ଏରିଆ ପ୍ରାୟ 4840 ବର୍ଗ କିଲୋମିଟର। ଏ ହିସାବଟା କେମିତି କାମ କରୁଛି? ଗୋଟେ ଛୋଟ ନଦୀ ଏତେ ବଡ଼ ଅଞ୍ଚଳକୁ କେମିତି ପ୍ରଭାବିତ କରୁଛି? ଏହାକୁ ବୁଝିବା ପାଇଁ ଆପଣ ଏମିତି ଭାବନ୍ତୁ। କଳ୍ପନା କରନ୍ତୁ ଯେ ବୁଢ଼ାବଳଙ୍ଗ ହେଉଛି ଗୋଟେ ବଡ଼ ରାସ୍ତା, ଆଉ ତା ସହିତ ଅନେକ ଛୋଟ ଛୋଟ ଗଳି ଆସି ମିଶୁଛି।
ଆଚ୍ଛା। ଏହାର ଜଳଗ୍ରହଣ କ୍ଷେତ୍ର ହେଉଛି ସେହି ସମସ୍ତ ଅଞ୍ଚଳ ଯେଉଁଠୁ ପାଣି ବୋହିଆସି ସେହି ଛୋଟ ଛୋଟ ନଦୀ ଦେଇ ଶେଷରେ ବୁଢ଼ାବଳଙ୍ଗରେ ପହଞ୍ଚେ। ଆପଣଙ୍କୁ ଗୋଟେ ତୁଳନା ଦେଉଛି। 4,840 ବର୍ଗ କିଲୋମିଟର, ଏହା ପ୍ରାୟ ପୁରୀ ଜିଲ୍ଲାର ସମୁଦାୟ କ୍ଷେତ୍ରଫଳଠାରୁ ବି ଅଧିକ। ବାପ୍ରେ! ତେଣୁ ଏତେ ବଡ଼ ଅଞ୍ଚଳର ବର୍ଷା ପାଣି ଯେତେବେଳେ ଏହି ଛୋଟ ନଦୀରେ ଏକାଠି ହୁଏ, ସେତେବେଳେ ଏହା କାହିଁକି ଏତେ ଶକ୍ତିଶାଳୀ ହୋଇଯାଏ, ତାହା ସହଜରେ ଅନୁମାନ କରିହେବ। ବା, ଏବେ ପୁରା ଚିତ୍ରଟା ସଫା ହେଇଗଲା। ଠିକ୍ ଅଛି। ତେବେ ଶିମିଳିପାଳର ପାହାଡ଼ରୁ ଜନ୍ମ ନେବା ପରେ ଏହାର ଯାତ୍ରା କିପରି ହୋଇଥାଏ? ଏହାର ପ୍ରକୃତି କ'ଣ ବାଟରେ ବଦଳିଯାଏ? ନିଶ୍ଚୟ ବଦଳେ। ଏହାର ଯାତ୍ରାର ଦୁଇଟି ସ୍ପଷ୍ଟ ପର୍ଯ୍ୟାୟ ଅଛି। ପ୍ରଥମ ପର୍ଯ୍ୟାୟ ହେଉଛି ଉପରମୁଣ୍ଡ, ମାନେ ମୟୂରଭଞ୍ଜ ଜିଲ୍ଲାରେ। ଏଠାରେ ଏହା ପାହାଡ଼ିଆ ପଥୁରିଆ ଅଞ୍ଚଳ ଦେଇ ବହିଯାଏ। ସେଥିପାଇଁ ଏହାର ସ୍ରୋତ ବହୁତ ବେଗମୟ ଏବଂ ଶକ୍ତିଶାଳୀ ଥାଏ। ଏହାକୁ ଆପଣ ଏକ ଯୁବକର ଉଦ୍ଦାମତା ପରି କହିପାରନ୍ତି। ଆଚ୍ଛା। କିନ୍ତୁ ଯେତେବେଳେ ଏହା ବାଲେଶ୍ୱର ଜିଲ୍ଲାକୁ ପ୍ରବେଶ କରେ, ସେତେବେଳେ ଏହା ଉପକୂଳୀୟ ସମତଳ ଭୂମିରେ ପହଞ୍ଚିଯାଏ। ଏଠି ଭୂମି ସମତଳ ହୋଇଯିବାରୁ ଏହାର ଗତି କମିଯାଏ। ଓହୋ। ଏବଂ ଏହା ଶାନ୍ତ ହୋଇ ଚଉଡ଼ା ହୋଇ ବହିବାକୁ ଲାଗେ। ଏହା ଏକ ପରିପକ୍ୱ ବ୍ୟକ୍ତିର ଧୀର ସ୍ଥିରତା ପରି। ଆଉ ଏହି ଯାତ୍ରାରେ ସେ ଏକା ନଥାଇ ନିଶ୍ଚୟ ଏତେ ବଡ଼ ଜଳଗ୍ରହଣ କ୍ଷେତ୍ରରୁ ପାଣି ଆଣିବା ପାଇଁ ତାର ସହଯୋଗୀ ବା ସାଙ୍ଗମାନେ ବି ଥିବେ। ସେମାନେ କିଏ? ହଁ, ତାର ଅନେକ ସହଯୋଗୀ ନଦୀ ବା ଉପନଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟ ହେଲେ ସାଞ୍ଜୋ, ଦେଓ, କାଳ, ସୋନ, ପାଳପାଳ, କାଟ୍ରା ଏବଂ ଗଙ୍ଗାଧର। ବାଃ, କେତେ ନା! ହଁ, ଏମାନେ ସମସ୍ତେ ଛୋଟ ଛୋଟ ନଈ, ଯେଉଁମାନେ ନିଜ ନିଜ ଅଞ୍ଚଳରୁ ପାଣି ସଂଗ୍ରହ କରି ଆଣି ବୁଢ଼ାବଳଙ୍ଗକୁ ଦିଅନ୍ତି। ଏହା ଏକ ଟିମ୍ ୱାର୍କ ପରି, ଯୋଉଠି ସମସ୍ତଙ୍କର ମିଳିତ ପ୍ରୟାସରେ ଗୋଟିଏ ବଡ଼ କାମ ସମ୍ଭବ ହୁଏ। ଏବଂ ଏଇ ମିଳିତ ଶକ୍ତି ଶେଷରେ ଯାଇ କେଉଁଠି ମିଶେ? ଏହି ସମସ୍ତ ଜଳରାଶି ପୂର୍ବ ଦିଗକୁ ବହିଯାଇ ଶେଷରେ ବାଲେଶ୍ୱର ଉପକୂଳରେ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିରୁ ସାମାନ୍ୟ ଉତ୍ତରରେ ବଙ୍ଗୋପସାଗରର ବିଶାଳ ଜଳରାଶିରେ ନିଜକୁ ହଜାଇ ଦିଏ। ବୁଝିଲେ। ତେଣୁ ଶିମିଳିପାଳର ଶାନ୍ତ ସବୁଜ ପରିବେଶରୁ ଆରମ୍ଭ ହୋଇଥିବା ଏକ ଛୋଟ ଧାରାର ଯାତ୍ରା ସମୁଦ୍ରର ଅସୀମତାରେ ଶେଷ ହୁଏ। ଏକଦମ। ଏ ପର୍ଯ୍ୟନ୍ତ ଆମେ ଏହାର ଭୂଗୋଳ ବିଷୟରେ କଥା ହେଲେ, କିନ୍ତୁ ମୋର ମନେ ହେଉଛି ଏହି ନଦୀର ପ୍ରକୃତ ରହସ୍ୟ ଏହାର ପାଣିରେ ନୁହେଁ, ବରଂ ଏହାର କୂଳର ମାଟିରେ ଲୁଚି ରହିଛି। ମୁଁ ଶୁଣିଛି ଏଠାରେ କୁଆଡ଼େ ମଣିଷ ସଭ୍ୟତାର ପ୍ରଥମ ପାଦଚିହ୍ନ ମିଳିଛି। ଆପଣ ଏକଦମ ଠିକ୍ ଜାଗାରେ ପହଞ୍ଚିଛନ୍ତି। ଏଇଠାରୁ ହିଁ ବୁଢ଼ାବଳଙ୍ଗର କାହାଣୀ ଭୂଗୋଳରୁ ଇତିହାସ, ବରଂ କହିବାକୁ ଗଲେ ପ୍ରାଗ୍ ଇତିହାସକୁ ଡେଇଁପଡ଼େ। ପ୍ରାଗ୍ ଇତିହାସ? ହଁ, ପ୍ରତ୍ନତତ୍ତ୍ୱବିଦ୍ମାନେ ଏହି ନଦୀ ଉପତ୍ୟକାରୁ ପ୍ରାଚୀନ ପ୍ରସ୍ତର ଯୁଗ ମାନେ ପାଲିଓଲିଥିକ୍ ଏବଂ ନୂତନ ପ୍ରସ୍ତର ଯୁଗ ବା ନିଓଲିଥିକ୍ ସମୟର ଅନେକ ସ୍ଥାନ ଆବିଷ୍କାର କରିଛନ୍ତି। ଗୋଟେ ମିନିଟ୍ ରୁହନ୍ତୁ। ପ୍ରାଚୀନ ପ୍ରସ୍ତର ଯୁଗ? ଆମେ କହୁଛୁ ହଜାର ହଜାର ବର୍ଷ ପୂର୍ବର କଥା, ଯେତେବେଳେ ମଣିଷ ପଥରକୁ ଅସ୍ତ୍ର କରି ଶିକାର କରୁଥିଲା। ହଁ, ସେହି ସମୟର କଥା। ସେହି ସମୟର ଲୋକମାନେ ଏହି ନଦୀ କୂଳରେ ରହୁଥିଲେ। ଏହା କିପରି ସମ୍ଭବ? ସେମାନେ ଏଠାରୁ କ'ଣ ପାଇଥିଲେ? କିଛି ହତିଆର, ବାସନକୁସନ, ଏମିତି କିଛି ମିଳିଛି କି? ନିଶ୍ଚିତ। ସେମାନଙ୍କୁ ପଥରରେ ତିଆରି ହାତ ହତିଆର, ଛୁରୀ ଏବଂ ଶିକାର କରିବାର ଅନ୍ୟାନ୍ୟ ଉପକରଣ ମିଳିଛି। ଏହା କ'ଣ ସୂଚାଉଛି ଜାଣନ୍ତେ? କ'ଣ? ଏହା ସୂଚାଉଛି ଯେ ବୁଢ଼ାବଳଙ୍ଗ କେବଳ ପିଇବା ପାଣିର ଏକ ଉତ୍ସ ନଥିଲା। ଏହା ଏକ ସମ୍ପୂର୍ଣ୍ଣ ସର୍ଭାଇଭାଲ ପ୍ୟାକେଜ ଥିଲା। ସର୍ଭାଇଭାଲ ପ୍ୟାକେଜ? ହଁ, ନଦୀରୁ ମିଠା ପାଣି, କୂଳରେ ଥିବା ଜଙ୍ଗଲରୁ ଖାଇବା ପାଇଁ ଫଳମୂଳ, ଆଉ ସେହି ଜଙ୍ଗଲରେ ଶିକାର କରିବା ପାଇଁ ଜୀବଜନ୍ତୁ, ଜଣେ ଆଦିମ ମଣିଷକୁ ବଞ୍ଚିବା ପାଇଁ ଯାହା ସବୁ ଦରକାର, ସେ ସବୁ କିଛି ଏଠାରେ ଉପଲବ୍ଧ ଥିଲା। ବାଃ! ସେଥିପାଇଁ ହଜାର ହଜାର ବର୍ଷ ଧରି ଏହି ସ୍ଥାନ ଏକ ସଭ୍ୟତାର ପାଳନ କେନ୍ଦ୍ର ହୋଇ ରହିଥିଲା। ଏହା ଏକ ନଦୀ ନୁହେଁ, ଏହା ଏକ ଜୀବନ୍ତ ସଂଗ୍ରହାଳୟ। ଏହା ଶୁଣିଲା ପରେ ନଦୀଟିକୁ ଦେଖିବାର ଦୃଷ୍ଟିକୋଣ ହିଁ ବଦଳିଗଲା। ତେବେ ଏହା ଥିଲା ଅତୀତର କଥା। ଆଜିର ଦିନରେ ଏହାର ଭୂମିକା କ'ଣ? କ'ଣ ଏହା ଆଜି ବି ସେହି ଅଞ୍ଚଳ ପାଇଁ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ? ଆଜି ଏହାର ଭୂମିକା ଆହୁରି ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ। ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏହା ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ? ହଁ, ହଜାର ହଜାର ହେକ୍ଟର ଚାଷ ଜମି ଏହାର ପାଣିରେ ହିଁ ସୁନା ଫଳାଏ। ଏହାଛଡ଼ା ବାରିପଦା ଏବଂ ବାଲେଶ୍ୱର ଭଳି ବଡ଼ ସହରର ଲୋକମାନେ ପିଇବା ପାଣି ପାଇଁ ମଧ୍ୟ ଏହା ଉପରେ ନିର୍ଭର କରନ୍ତି। ଠିକ୍। ତେଣୁ ଏହାର ପାଣି ସିଧାସଳଖ ଲୋକଙ୍କ ପେଟକୁ ଯାଏ।
ତାଙ୍କର ଜମିକୁ ଯାଏ ଆଉ ତାଙ୍କର ଜୀବିକା ଚଳାଏ। କିନ୍ତୁ ଆମେ ଆରମ୍ଭରୁ ଆଲୋଚନା କରିଥିଲେ ଯେ ଏହା ଏକ ବର୍ଷା ପୁଷ୍ଟଡାଦି। ତେଣୁ ମୌସୁମୀ ସମୟରେ ନିଶ୍ଚୟ ବନ୍ୟା ଆସୁଥିବ, ଆଉ ବନ୍ୟା ତ ସବୁବେଳେ କ୍ଷତିକାରକ। ଯେଉଁ ଚାଷୀର ଘରଦ୍ୱାର ଭାସିଯାଏ ତା ପାଇଁ ତ ଏହା ଏକ ଅଭିଶାପ। ଆପଣ ଏକଦମ ଠିକ୍ ପ୍ରଶ୍ନ ପଚାରିଲେ। ଏହା ହିଁ ବୁଢ଼ାବଳଙ୍ଗର ସବୁଠାରୁ ବଡ଼ ବିଡ଼ମ୍ବନା। ବନ୍ୟା ନିଶ୍ଚିତ ଭାବରେ ସ୍ୱଳ୍ପକାଳୀନ ଦୃଷ୍ଟିରେ ବିନାଶକାରୀ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହାର ଏକ ଦୀର୍ଘକାଳୀନ ସକାରାତ୍ମକ ଦିଗ ମଧ୍ୟ ଅଛି। ମୁଁ ଯେତେବେଳେ ବାରିପଦା ପାଖରେ ଏହି ନଦୀ ଦେଖିଛି, ମୌସୁମୀ ପରେ ଏହାର ପାଣିର ରଙ୍ଗ ପୁରା ଲାଲ ମାଟିଆ ହୋଇଯାଏ। ଆଚ୍ଛା, କାହିଁକି? ଏହାର କାରଣ ହେଉଛି ବନ୍ୟା ପାଣି ନିଜ ସହିତ ଶିମିଳିପାଳ ପାହାଡ଼ରୁ ପ୍ରଚୁର ପରିମାଣର ଉର୍ବର ପଟୁମାଟି ବୋହି ଆଣେ। ଯେତେବେଳେ ବନ୍ୟା ପାଣି ଛାଡ଼ିଯାଏ, ସେହି ପଟୁମାଟି ଚାଷ ଜମି ଉପରେ ଏକ ନୂଆ ସ୍ତର ସୃଷ୍ଟି କରେ। ମାନେ ଏକ ପ୍ରାକୃତିକ ସାର ପରି। ଏକଦମ ଏକ ପ୍ରାକୃତିକ ସାର ପରି କାମ କରେ। ଏହା ଏକ କଠୋର ସତ୍ୟ ଯେ ଯେଉଁ ପ୍ରକ୍ରିୟା ଗୋଟିଏ ବର୍ଷ ଫସଲ ନଷ୍ଟ କରେ, ସେହି ପ୍ରକ୍ରିୟା ହିଁ ଆଗାମୀ 10 ବର୍ଷ ପାଇଁ ଜମିକୁ ଜୀବନ ଦିଏ। ପ୍ରକୃତିର ଏହି ବିନାଶ ଏବଂ ସୃଷ୍ଟିର ଚକ୍ର ବୁଝିବା ହିଁ ବୁଢ଼ାବଳଙ୍ଗର ପ୍ରକୃତ କାହାଣୀ। ତେବେ ଏହା କେବଳ ମଣିଷର ଅର୍ଥନୀତିକୁ ନୁହେଁ, ସମଗ୍ର ପରିବେଶକୁ ମଧ୍ୟ ପ୍ରଭାବିତ କରୁଥିବ। ଏହି ନଦୀ ନିଶ୍ଚୟ ଏକ ସମ୍ପୂର୍ଣ୍ଣ ପରିବେଶ ତନ୍ତ୍ର ବା ଇକୋସିଷ୍ଟମକୁ ସାହାରା ଦେଉଥିବ। ନିଶ୍ଚିତ ଭାବରେ ଯଦି ଆମେ ଏହାକୁ ବୃହତ୍ ଚିତ୍ରରେ ଦେଖିବା, ତେବେ ଏହା ସମଗ୍ର ଅଞ୍ଚଳର ପରିବେଶଗତ ସନ୍ତୁଳନ ରକ୍ଷା କରେ। ଏହା ଶିମିଳିପାଳ ଜୈବମଣ୍ଡଳରେ ଏକ ଅଂଶ। ହଁ, ତେଣୁ ସେଠାକାର ଅସଂଖ୍ୟ ବନ୍ୟପ୍ରାଣୀ, ପକ୍ଷୀ ଏବଂ ବିରଳ ଉଦ୍ଭିଦ ପାଇଁ ଏହା ଜୀବନଦାୟକ। ଆହୁରି ମଧ୍ୟ ଏହା ଯେଉଁ ପଟୁମାଟି ଆଣି ସମୁଦ୍ରକୂଳରେ ଜମା କରେ, ତାହା ଉପକୂଳର ଭୂ ଆକୃତି ଗଠନରେ ସାହାଯ୍ୟ କରେ। ମାନେ ଲ୍ୟାଣ୍ଡ ଫର୍ମେସନ୍। ହଁ, ଏହା ଏକ ପ୍ରାକୃତିକ ପ୍ରାଚୀର ପରି କାମ କରେ, ଯାହା ସାମୁଦ୍ରିକ ଜୁଆର ଏବଂ ଝଡ଼ରୁ ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକୁ କିଛି ମାତ୍ରାରେ ସୁରକ୍ଷା ଦିଏ। ଆଉ ଏସବୁ ବ୍ୟତୀତ ମୁଁ ଶୁଣିଛି ଯେ ଓଡ଼ିଶାରେ ସରକାରୀ ଚାକିରି ପାଇଁ ପଢ଼ୁଥିବା ପିଲାମାନଙ୍କ ପାଇଁ ମଧ୍ୟ ଏ ନଦୀ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କେମିତି? ହଁ, ଏହା ଏକ ମଜାଦାର କିନ୍ତୁ ସତ କଥା। ଓଡ଼ିଶା ସିଭିଲ ସର୍ଭିସ ହେଉ ବା ଅନ୍ୟ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା, ଓଡ଼ିଶା ଭୂଗୋଳ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଠିକ୍। ଆଉ ବୁଢ଼ାବଳଙ୍ଗ ନଦୀ କେଉଁଠାରୁ ବାହାରିଛି, ଏହା ଏକ ବହୁତ ସାଧାରଣ ପ୍ରଶ୍ନ। କାରଣ ଏହି ଗୋଟିଏ ପ୍ରଶ୍ନରେ ପରୀକ୍ଷାର୍ଥୀଙ୍କର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଜ୍ଞାନ ପରଖା ହୋଇଯାଏ। ଗୋଟିଏ ହେଲା ରାଜ୍ୟର ଏକ ପ୍ରମୁଖ ନଦୀ ଏବଂ ଅନ୍ୟଟି ହେଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ। ବୁଝିଲି। ତେଣୁ ଏହା ଆକାଡେମିକ୍ ଦୁନିଆରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି। ହଁ, ତେବେ ଆଜିର ଏହି ଆଲୋଚନାକୁ ଯଦି ଆମେ ସାରାଂଶ କରିବା, ତେବେ ଏହା କହିବା ଭୁଲ ହେବ ନାହିଁ ଯେ ଆମେ ଏକ ଛୋଟ ନଦୀରୁ ଆରମ୍ଭ କରି ଏକ ବିଶାଳ କାହାଣୀରେ ପହଞ୍ଚିଗଲେ। ଠିକ୍ କହିଲେ। ଆମେ ଦେଖିଲେ ବୁଢ଼ାବଳଙ୍ଗ କେବଳ ପାଣିର ଏକ ଧାରା ନୁହେଁ, ବରଂ ଏହା ଇତିହାସ, ଅର୍ଥନୀତି, ପରିବେଶ ଏବଂ ଏପରିକି ଶିକ୍ଷାର ମଧ୍ୟ ଏକ ସଙ୍ଗମସ୍ଥଳ। ଏକଦମ ଠିକ୍ କହିଲେ। ଏହା ଏକ ଜୀବନ୍ତ ଉଦାହରଣ ଯେ ପ୍ରକୃତିର କୌଣସି ଜିନିଷ ଛୋଟ ନୁହେଁ। ଏହାର ଯାତ୍ରା ଆମକୁ ଶିଖାଏ ଯେ କିପରି ଇତିହାସର ସ୍ରୋତ ବର୍ତ୍ତମାନ ସହିତ ମିଶି ଭବିଷ୍ୟତ ଆଡ଼କୁ ବହି ଚାଲିଛି। ଏହା ଇତିହାସର ସାକ୍ଷୀ, ବର୍ତ୍ତମାନର ଜୀବନରେଖା ଏବଂ ଭବିଷ୍ୟତ ପାଇଁ ଏକ ମୂଲ୍ୟବାନ ସମ୍ପଦ। ଯଦି ଆମ ଶ୍ରୋତାଙ୍କ ପାଇଁ ମୁଖ୍ୟ ତଥ୍ୟଗୁଡ଼ିକୁ ପୁଣି ଥରେ ମନେ ପକାଇବା, ତେବେ ସେଗୁଡ଼ିକ ହେଲା ଏହାର ଉତ୍ପତ୍ତି ଶିମିଳିପାଳ ମାଳଭୂମରୁ। ହଁ, ଏହା ମୁଖ୍ୟତଃ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ। ଏହା ଏକ ପୂର୍ବମୁଖା ବର୍ଷାପୁଷ୍ଟ ନଦୀ। ଠିକ୍। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏହା ପ୍ରାଗୈତିହାସିକ କାଳରୁ ମାନବ ସଭ୍ୟତାକୁ ନିଜ କୋଳରେ ଧାରଣ କରି ଆସିଛି ଏବଂ ଶେଷରେ ଏହା ବଙ୍ଗୋପସାଗରରେ ମିଶିଯାଏ। ଉତ୍ତମ ସାରାଂଶ। ଆମେ ଏହି ନଦୀର ଅତୀତ ଓ ବର୍ତ୍ତମାନ ବିଷୟରେ ଅନେକ କଥା ଜାଣିଲେ। ଏବେ ଶେଷରେ ମୁଁ ଗୋଟିଏ ପ୍ରଶ୍ନ ସହିତ ସମସ୍ତଙ୍କୁ ଛାଡ଼ିବାକୁ ଚାହେଁ। ନିଶ୍ଚୟ। ଆମେ ଆଲୋଚନା କଲେ ଯେ ବୁଢ଼ାବଳଙ୍ଗ ଏକ ଦୈନିକ ମଜୁରୀ ଉପରେ ଚଳିଥିବା ନଦୀ, ଯାହାର ଭାଗ୍ୟ ସିଧାସଳଖ ମୌସୁମୀ ସହିତ ଜଡ଼ିତ। ବର୍ତ୍ତମାନ ଯେଉଁଭଳି ଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି, ଯେଉଁଠି ବର୍ଷାର ଧାରା ଅନିୟମିତ ହେବାରେ ଲାଗିଛି, ସେଠାରେ ବୁଢ଼ାବଳଙ୍ଗ ଓ ଏହା ଉପରେ ନିର୍ଭରଶୀଳ କୋଟି କୋଟି ଜୀବନର ଭବିଷ୍ୟତ କ'ଣ ହୋଇପାରେ? ଏହା ଏକ ଗମ୍ଭୀର ପ୍ରଶ୍ନ। ଆଗାମୀ ଦଶକଗୁଡ଼ିକରେ ଏହାର ଜୀବନଦାୟିନୀ ବନ୍ୟା ଏବଂ ସମ୍ଭାବ୍ୟ ବିନାଶକାରୀ ରୂପ ମଧ୍ୟରେ ଥିବା ସେହି ସୂକ୍ଷ୍ମ ସନ୍ତୁଳନ କ'ଣ ସବୁଦିନ ପାଇଁ ଭାଙ୍ଗିଯିବ? ଏହା ଉପରେ ଚିନ୍ତା କରିବା ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା।